ଉଠି ଯାଇଛନ୍ତି, ଧ୍ୟାନ ହେଇଛନ୍ତି, ଯଜ୍ଞ ହେଇଛନ୍ତି, ଆଉ ଅର୍ଚ୍ଚନ ବନ୍ଦନ ମଧ୍ୟ ସରିଛନ୍ତି। ଏ ଶେଷ ଯୁଗ ସବୁଠାରୁ ଶେଷ ଯୁଗ ଏବଂ ଶ୍ରେଷ୍ଠ ଯୁଗ ସେ ହେଉଛି କଳି ଯୁଗ। ଆଉ ସବୁଠୁ ଏ କାର୍ଯ୍ୟକ୍ରମର ଶ୍ରେଷ୍ଠ କାମ ଯୋଉ କଥା କଳଉ ହରେ ନାମ ମୁନେ କହିଲେ ହରି ନାମକୁ କେବଳ ଆଶ୍ରିତ କରିବା ଦରକାର। ହରେ ନାମ ହରେ ନାମ ହରେ ନାମ କେବଳ କଳଉ ନାସ୍ତୈବ କଳଉ ନାସ୍ତୈବ କଳଉ ନାସ୍ତୈବ ଗତିରେ ଅଧ୍ୟାତ୍ମ। ତେଣୁ ସମସ୍ତ କାର୍ଯ୍ୟ ସମାପନ ହେଇସାରିଲା ପରେ ସେଇ ନାମକୁ କରି ମହାବଳ ଜୀବା ଭୁବନ ମଣ୍ଡଳ। ତେଣୁ ସେ ନାମକୁ ଟିକେ ଆଶ୍ରୟ କରିବା ପାଇଁ ଆପଣମାନେ ସମସ୍ତ ଉଦ୍ୟୋକ୍ତା ବନ୍ଧୁମାନେ ଆଜି ଏକତ୍ରିତ କରିଛନ୍ତି ପତିତ ପାବନ ଭଜନ ମଞ୍ଚକୁ ନିବେଦନ କରିଛନ୍ତି ସେ ମହାପ୍ରଭୁଙ୍କ ନାମର ଆଶ୍ରୟକୁ ଟିକେ ଜମେଇବା। ତେଣୁ ସେ ନାମ କାହାର ନାମ? ସେ ମହାପ୍ରଭୁଙ୍କ ନାମ, ସେ ମା ଯୋଗମାୟାଙ୍କର ନାମ। ଆଜି ପବିତ୍ର ପୃଥିବୀରେ ମା ଯୋଗମାୟାଙ୍କ ନାମରେ ସମସ୍ତେ ଟିକେ ହରିବୋଲ ହୁଳହୁଳି ଦେବା। ତାର ଆଜି ପବିତ୍ର ଜନ୍ମଦିନ, ତାକୁ ଆମେ କଣ ବା ଦବା ଆଜ୍ଞା? ତାର ତ ସୃଷ୍ଟି ତାର, ଆମେ କଣ ବା ଦେଇପାରିବା? ଟିକେ ହରିବୋଲ ହୁଳହୁଳି ଦେବା। ବୋଲିଏ ମା ଯୋଗମାୟା ମାତା କି, बोले माँ जोगमाया माता की, बोले माँ जोगमाया माता की, जय जय जगन्नाथ भगवान की, जय जय जगन्नाथ भगवान की, जय जय जगन्नाथ भगवान की। बोला वंदे हरिबोल हुड़हुड़ी तो माँ मान टे हुड़हुड़ी आसू हरिबोल एका साथे आसो पिला माने करताली बोल आनंदे यही हूँ भाव, यही हूँ भाव। ताकू केवल भाव ही दरकार। भाव विनोदिया ठाकुर भक्त बत्सल हरि भक्तों कले बर दश मूर्ति धरी केवल भक्त केवल भक्त केवल भक्त। तेणु आपण समस्त भक्त मान बसी समस्त भक्त मान आउ थे प्रणाम जनाऊँगी। अरे समस्ते माँ भक्त हो पारे जदि माँ कृपा नसे पर्यंत भक्त हो पारे। आउ थे माँ मार जोरदार करताली देले समस्त हाथ माँ जोगमाया उद्देश्य करताली सहित पतित पावन भजन मंचर युव कंठशिल्पी प्रतिभावान कंठशिल्पी कुमार प्रभाकर को स्वागत करी। एमती आपण माने कार्यक्रम शेष पर्यंत बसी थे